ଗ୍ରାମୀଣ ଡାକ ସେବକରେ ଆସିଛି 30,000ରୁ ଅଧିକ ନିଯୁକ୍ତି। ଏଥିରେ ଆପଣଙ୍କର ବଡ଼ ଅପରଚ୍ୟୁନିଟି ରହିଛି। କେବଳ 10th ପାସ୍ ହିଁ ଏଥିରେ ଆପ୍ଲାଏ କରିପାରିବେ। ଆପଣଙ୍କର ବୟସ 18ରୁ 40 ବର୍ଷ ହେଇଥିବା ଦରକାର। ତା ସହିତ ସବୁଠାରୁ ଇଣ୍ଟରେଷ୍ଟିଂ କଥା ହେଲା କୌଣସି ଏକ୍ଜାମ ଆପଣଙ୍କ ଏଥିରେ ହେବ ନାହିଁ। ନା ଆପଣଙ୍କର ଟାଇପିଂ ଟେଷ୍ଟ ରହିଛି, ନା ସ୍କିଲ୍ ଟେଷ୍ଟ ରହିଛି, ନା ଇଣ୍ଟରଭ୍ୟୁ ରହିଛି। ସିମ୍ପଲ ଆପଣଙ୍କର 10th କ୍ଲାସର ମାର୍କ ବେସିସ୍ରେ ଆପଣଙ୍କୁ ସିଲେକ୍ସନ କରାଯିବ। ଏହା ଆପଣଙ୍କ ପାଇଁ ଗୋଟିଏ ବଡ଼ ଅପରଚ୍ୟୁନିଟି ରହିଛି, କାହିଁକି ନା ଗ୍ରାମୀଣ ଡାକ ସେବକରେ ନିଯୁକ୍ତି ବର୍ତ୍ତମାନ ନୋଟିଫିକେସନ ଆପଣଙ୍କର ଆସିଯାଇଛି। ମୁଁ ଆପଣଙ୍କୁ ଦେଖେଇବି ଅଫିସିଆଲ ନୋଟିଫିକେସନଟିଏ, ପୋଷ୍ଟର ଡିଟେଲ୍ସ, ଅନଲାଇନ୍ ଫର୍ମ କେବେରୁ ଷ୍ଟାର୍ଟ ହେବ, ଆପ୍ଲାଏର ଷ୍ଟେପ୍ ବାଇ ଷ୍ଟେପ୍ ପ୍ରୋସେସ୍ କ'ଣ ରହିଛି, ଫାଇନାଲ ମେରିଟ୍ ଲିଷ୍ଟ ଆପଣଙ୍କର କେବେ ଆସିବ, ଆପଣଙ୍କର କଟ୍ ଅଫ୍ କେବେ ଆସିବ ଏବଂ ଜଏନିଂ ଲେଟର ଆପଣଙ୍କୁ କେବେ ମିଳିବ, ଡିଟେଲ୍ସରେ ଆପଣଙ୍କୁ କହିବି। ଯଦି ଏହି ଜବ୍ ପାଇଁ ଆପଣଙ୍କର ଟିକେ ବି ଇଣ୍ଟରେଷ୍ଟ ଅଛି, ତେବେ ଆପଣ ଭିଡ଼ିଓଟିକୁ ଶେଷ ଯାଏଁ ଦେଖନ୍ତୁ। ଦେଖନ୍ତୁ ଅର୍ଗାନାଇଜେସନ ନେମ୍ଟି ରହିଛି ଆପଣଙ୍କ ମିନିଷ୍ଟ୍ରି ଅଫ୍ କମ୍ୟୁନିକେସନ ଡିପାର୍ଟମେଣ୍ଟ ତରଫରୁ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ତରଫରୁ ଆସିଛି ନିଯୁକ୍ତିଟିଏ। ରିକ୍ରୁଟମେଣ୍ଟଟି ରହିଛି ଇଣ୍ଡିଆନ୍ ପୋଷ୍ଟ ଜିଡିଏସରେ। ପୋଷ୍ଟ ନେମ୍ ରହିଛି ବ୍ରାଞ୍ଚ ମାଷ୍ଟର, ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର ଏବଂ ଡାକ ସେବକରେ। ଟୋଟାଲ ଭେକେନ୍ସି ଆପଣଙ୍କର 30,000ଟି ରହିଛି। ଏହା ଟେଣ୍ଟେଟିଭ ଭେକେନ୍ସି, ଯେତେବେଳେ ପୁରା ନୋଟିଫିକେସନ ଆସିବ ଟୋଟାଲ ଭେକେନ୍ସି ଆମେ ଜାଣିପାରିବା। ଜବ୍ର କ୍ୟାଟେଗୋରୀ ଜିଡିଏସ୍ ଏନଗେଜମେଣ୍ଟ ରହିଛି, ମାନେ ପୋଷ୍ଟାଲ ସର୍ଭିସ୍ ଆପଣଙ୍କର ଜବ୍ଟିଏ ରହିଛି। ପେ ଲେଭେଲ ଆପଣଙ୍କ ଏଥିରେ କ୍ଲୋଜ ଟୁ 7 ପେ ରହିଛି, ମାନେ ଆପଣଙ୍କ ଏଥିରେ ଟାଇମ୍ ବେସିସରେ ଆପଣଙ୍କର ସାଲେରୀଟିଏ ରହିଛି। ଏଜ୍ ଲିମିଟ୍ ରହିଛି ଆପଣଙ୍କର 18ରୁ 40 ବର୍ଷ ଭିତରେ, ତା ସହିତ ଏଜ୍ ରିଲାକ୍ସେସନ ମଧ୍ୟ ରହିଛି। ଆପ୍ଲିକେସନ ମୋଡ୍ ଆପଣଙ୍କର ଅନଲାଇନରେ ହେବ ଏବଂ ଜବ୍ ଲୋକେସନ ଆପଣଙ୍କ ଓଡ଼ିଶାରେ ମଧ୍ୟ ରହିଛି। ହୁ କ୍ୟାନ୍ ଆପ୍ଲାଏ ନା ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ଆପ୍ଲାଏ କରିପାରିବେ। ଓଡ଼ିଶାର ସମସ୍ତ କ୍ୟାଣ୍ଡିଡେଟ୍ ପୁଅ ହୁଅନ୍ତୁ ବା ଝିଅ ହୁଅନ୍ତୁ ଆପଣ ଆପ୍ଲାଏ କରିପାରିବେ। ସିଲେକ୍ସନ ପ୍ରୋସେସ୍ ଆପଣଙ୍କ ମେରିଟ୍ ବେସିସରେ ସିଲେକ୍ସନଟିଏ ରହିଛି। ଏଥିରେ ଆପଣଙ୍କର ବ୍ରାଞ୍ଚ ପୋଷ୍ଟମାଷ୍ଟର, ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର ଏବଂ ଡାକ ସେବକରେ ନିଯୁକ୍ତି ରହିଛି। ତା ସହିତ ଆପଣଙ୍କର ନଲେଜ ମଧ୍ୟ ଥିବା ଲୋକାଲ ଲାଙ୍ଗୁଏଜରେ, ମାନେ ଯଦି ଆପଣ ଓଡ଼ିଶାରେ ଆପ୍ଲାଏ କରୁଛନ୍ତି ତାହେଲେ ଆପଣଙ୍କର ନିହାତି ଓଡ଼ିଆ ଲାଙ୍ଗୁଏଜ ଆପଣ ଜାଣିଥିବା ଦରକାର। ଯଦି ଆମେ ଅଦର କ୍ୱାଲିଫିକେସନ ଦେଖିବା ତାହେଲେ ଆପଣଙ୍କ ଏଥିରେ କମ୍ପ୍ୟୁଟର ନଲେଜ ଥିବା ଦରକାର, ସାଇକ୍ଲିଂ ଆପଣ ଜାଣିଥିବା ଦରକାର। ଧ୍ୟାନ ରଖନ୍ତୁ ଏଥିରେ ଆପଣ କୌଣସି କମ୍ପ୍ୟୁଟର ସାର୍ଟିଫିକେଟ ମାଗି ନାହିଁ, କେବଳ ଆପଣଙ୍କର ଟିକେ କମ୍ପ୍ୟୁଟର ରିଲେଟେଡ ନଲେଜ ଥିବା ଦରକାର। ଏଜ୍ ଲିମିଟ୍ ଯଦି ଆମେ ଦେଖିବା ତାହେଲେ ଆପଣଙ୍କ ଏଥିରେ ମିନିମମ୍ ଏଜ୍ ଆପଣଙ୍କ 18 ବର୍ଷ ଏବଂ ମ୍ୟାକ୍ସିମମ୍ 40 ବର୍ଷ ହୋଇଥିବା ଦରକାର। ତା ସହ ଏଥିରେ ଆପଣଙ୍କର ଏଜ୍ ରିଲାକ୍ସେସନ ମଧ୍ୟ ରହିଛି। ଏସଟିଏସସି ମାନଙ୍କ ପାଇଁ 5 ବର୍ଷ, ଓବିସି ମାନଙ୍କ ପାଇଁ 3 ବର୍ଷ, ପିଡବ୍ଲ୍ୟୁବିଡି ମାନଙ୍କ ପାଇଁ 10 ବର୍ଷ। ଯଦି ଆପଣ ପିଡବ୍ଲ୍ୟୁବିଡି ପ୍ଲସ୍ ଓବିସି ଥାନ୍ତି ତାହେଲେ 13 ବର୍ଷ ଏବଂ ପିଡବ୍ଲ୍ୟୁବିଡି ପ୍ଲସ୍ ଏସଟିଏସସି ଥାନ୍ତି ତାହେଲେ 15 ବର୍ଷ ଆପଣଙ୍କର ଏଜ୍ ରିଲାକ୍ସେସନ ରହିଛି। ଆପ୍ଲିକେସନ ଫି ଯଦି ଆମେ ଦେଖିବା ତାହେଲେ ଆପଣଙ୍କ ଏଥିରେ ଏସଟି, ଏସସି, ପିଡବ୍ଲ୍ୟୁବିଡି ଓ ଓମେନ୍ କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ କୌଣସି ବି ଆପ୍ଲିକେସନ ଫି ନାହିଁ ଏବଂ ଅଦର କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ ଓନ୍ଲି 100 ଟଙ୍କା ଆପ୍ଲିକେସନ ଫି ରହିଛି। ସିଲେକ୍ସନ ପ୍ରୋସେସ୍ ଯଦି ଆମେ ଦେଖିବା ତାହେଲେ ଆପଣଙ୍କ ଏଥିରେ କୌଣସି ରିଟେନ୍ ଏକ୍ଜାମ ନାହିଁ। ସିମ୍ପଲ ଆପଣଙ୍କ ମେରିଟ୍ ବେସିସରେ ଆପଣଙ୍କ ସର୍ଟଲିଷ୍ଟ ଟେଷ୍ଟ ହେବ, ମାର୍କ କାଲକୁଲେସନ ହେବ, ଦେନ୍ ଡକୁମେଣ୍ଟ ଭେରିଫିକେସନ ହେବ। ଡକୁମେଣ୍ଟସରେ ଆପଣଙ୍କର ରହିଛି 10th ସାର୍ଟିଫିକେଟ, ଆଇଡେଣ୍ଟି ପ୍ରୁଫ୍, କାଷ୍ଟ ସାର୍ଟିଫିକେଟ, ଇଡବ୍ଲ୍ୟୁଏସ୍ ସାର୍ଟିଫିକେଟ, ପିଡବ୍ଲ୍ୟୁବିଡି ସାର୍ଟିଫିକେଟ, ଟ୍ରାନ୍ସଜେଣ୍ଡର ସାର୍ଟିଫିକେଟ, ଡେଟ୍ ଅଫ୍ ବାର୍ଥ ପାଇଁ ପ୍ରୁଫ୍ ସାର୍ଟିଫିକେଟ ଆପଣଙ୍କ ଦରକାର। ଦେନ୍ ଆପଣଙ୍କର ଫାଇନାଲ ମେରିଟ୍ ଲିଷ୍ଟ ଆପଣଙ୍କୁ ବାହାରିବ। ସାଲେରୀ ଯଦି ଦେଖିବେ ଆପଣଙ୍କ ଏଥିରେ ବ୍ରାଞ୍ଚ ମ୍ୟାନେଜର ପାଇଁ 12,000ରୁ 29,380 ଯାଏଁ ରହିଛି ଏବଂ ଆସିଷ୍ଟାଣ୍ଟ ବ୍ରାଞ୍ଚ ମ୍ୟାନେଜର ଏବଂ ଡାକ ସେବକ ପାଇଁ 10,000ରୁ 24,470 ରହିଛି। ଆପଣ ଧ୍ୟାନ ଦିଅନ୍ତୁ ଏଥିରେ ଆପଣଙ୍କ ଟାଇମ୍ ରିଲେଟେଡ୍ କଣ୍ଟିନ୍ୟୁଟି ଆଲାଉନ୍ସ ଦିଆଯିବ, ମାନେ ଆପଣଙ୍କର 4 ଘଣ୍ଟା କାମ କଲେ ଆପଣଙ୍କର 10,000 ଟଙ୍କା ମିଳିବ। କିନ୍ତୁ ଯଦି ଆପଣ ଅଧିକ କାମ କରୁଛନ୍ତି ତାହେଲେ ଆପଣଙ୍କର ମ୍ୟାକ୍ସିମମ୍ 29,000 ଟଙ୍କା ଆପଣଙ୍କୁ ମିଳିବ। ଆପଣ ଧ୍ୟାନ ଦିଅନ୍ତୁ ଏଥିରେ ଆପଣଙ୍କର ଟାଇମ୍ ରିଲେଟେଡ୍ କଣ୍ଟିନ୍ୟୁଟି ଆଲାଉନ୍ସ ଦିଆଯିବ, ମାନେ ଆପଣ ଯେତେ ଅଧିକ କାମ କରିବେ ଆପଣଙ୍କୁ ସେତେ ସାଲେରୀ ମଧ୍ୟ ଦିଆଯିବ। ଇମ୍ପୋର୍ଟାଣ୍ଟ ଡେଟ୍ ଯଦି ଆମେ ଦେଖିବା ତାହେଲେ ଆପଣଙ୍କ ଏଥିରେ ଅନଲାଇନର ରେଜିଷ୍ଟ୍ରେସନ ଷ୍ଟାର୍ଟ ହେଇଯାଉଛି 31 ଅଗଷ୍ଟରୁ। ଲାଷ୍ଟ ଡେଟ୍ ରହିଛି ରେଜିଷ୍ଟ୍ରେସନର 19 ସେପ୍ଟେମ୍ବର। ଏଥିରେ ଆପଣଙ୍କ ଆପ୍ଲିକେସନ ସବମିଶନ ଷ୍ଟାର୍ଟ ହେଇଯାଉଛି 2 ସେପ୍ଟେମ୍ବରରୁ ଏବଂ ଏହାର ଲାଷ୍ଟ ଡେଟ୍ ରହିଛି ଆପ୍ଲିକେସନ ସବମିଟ୍ କରିବାର 23 ସେପ୍ଟେମ୍ବର। ଏଥିରେ ଆପଣଙ୍କର ଆପ୍ଲିକେସନ କରେକ୍ଟ କରିବାର ମଧ୍ୟ ସମୟ ଦିଆଯାଇଛି 23 ସେପ୍ଟେମ୍ବରରୁ 24 ସେପ୍ଟେମ୍ବର ଭିତରେ। ତେଣୁ ଆପଣ ଆମ ହ୍ୱାଟ୍ସଆପ୍ ଏବଂ ଟେଲିଗ୍ରାମ ଚ୍ୟାନେଲକୁ ଜଏନ୍ କରିଥାନ୍ତୁ, ନୋଟିଫିକେସନ ଆସିଲେ ଆପଣ ଜାଣିପାରିବେ। ଲିଙ୍କ ଡିସ୍କ୍ରିପ୍ସନରେ ରହିଛି। ଆପ୍ଲାଏ କଲା ପରେ ଆପଣଙ୍କର ଏଥିରେ ମେରିଟ୍ ଲିଷ୍ଟ ଆପଣ ଅକ୍ଟୋବରରେ ବାହାରିବ ଏବଂ ତାପରେ ଆପଣଙ୍କ ଜଏନିଂ ଲେଟର ନଭେମ୍ବର କିମ୍ବା ଡିସେମ୍ବର ସୁଦ୍ଧା ଆପଣ ପାଇପାରିବେ। ଦେନ୍ ମୁଁ ଏବେ ଆପଣଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ପ୍ରୋସେସ୍ କହିଦେଉଛି ଆପଣ କେମିତି ଆପ୍ଲାଏ କରିବେ। ପ୍ରଥମେ ଆପଣଙ୍କୁ ଗୁଗଲରେ ସର୍ଚ୍ଚ କରିବା ପାଇଁ ପଡ଼ିବ ଓଡ଼ିଶା ଜବ୍ ନୋଟିସ୍ .in। ଆପଣ ଧ୍ୟାନସେ ଏହି ୱେବସାଇଟକୁ ସର୍ଚ୍ଚ କରନ୍ତୁ। ଦେନ୍ ଆପଣଙ୍କୁ ଯେଉଁ ପ୍ରଥମ ଲିଙ୍କଟି ଆସିବ ସେଇଥିରେ ଆପଣଙ୍କୁ କ୍ଲିକ୍ କରିବା ପାଇଁ ପଡ଼ିବ। କ୍ଲିକ୍ କଲା ପରେ ଆପଣ ଅଫିସିଆଲ ୱେବସାଇଟରେ ଆସିଯିବେ। ଦେନ୍ ଆପଣଙ୍କୁ ଅଲ୍ ଇଣ୍ଡିଆ ଜବ୍ ସେକ୍ସନରେ କ୍ଲିକ୍ କରିବା ପାଇଁ ପଡ଼ିବ। କ୍ଲିକ୍ କଲା ପରେ ଇଣ୍ଡିଆ ପୋଷ୍ଟ ଜିଡିଏସ୍ ରିକ୍ୱାରମେଣ୍ଟ 2026 ନୋଟିଫିକେସନ ଆଉଟ୍ ଏହି ଆର୍ଟିକଲକୁ କ୍ଲିକ୍ କରିବା ପାଇଁ ପଡ଼ିବ। ଆର୍ଟିକଲଟି ଓପନ୍ ହେଲା ପରେ ଏଥିରେ ଆପଣ ଡିଟେଲ୍ସ ଦେଖିପାରିବେ, କ'ଣ ସବୁ ଏଲିଜିବିଲିଟି କ୍ରାଇଟେରିଆ ରହିଛି, କ'ଣ ଜବ୍ ନୋଟିସ୍ ରହିଛି। ଆପଣ ଡିଟେଲଟା ଏଥିରେ ଭଲ ଭାବରେ ପଢ଼ି ନେବେ।
ଏଥିରେ ଇମ୍ପୋର୍ଟାଣ୍ଟ ଲିଙ୍କ୍ ସବୁ ରହିଛି। ଏଥିରେ ସର୍ଟ ନୋଟିସ୍ ଆପଣ ରହିଛି, ଏଥିରେ କ୍ଲିକ୍ କରି ଆପଣ ସର୍ଟ ନୋଟିସ୍ ଟି ଦେଖିପାରିବେ। ଆପଣ ଦେଖନ୍ତୁ ଏହା ଏକ ଅଫିସିଆଲ ନୋଟିସ୍ ଆପଣଙ୍କର ରହିଛି, ମିନିଷ୍ଟ୍ରି ଅଫ କମ୍ୟୁନିକେସନ ଡିପାର୍ଟମେଣ୍ଟ ତରଫରୁ ରହିଛି, ଭାରତ ସରକାରଙ୍କର। ନୋଟିଫିକେସନ ରିଲିଜ ଡେଟ୍ ରହିଛି 20th August 2026। ଏଥିରେ ଆପଣ ଭଲ ଭାବରେ ଦେଖିପାରୁଥିବେ 31 ଅଗଷ୍ଟରୁ ଆପଣଙ୍କ ଆପ୍ଲାଏ ଷ୍ଟାର୍ଟ ହେବ ଏବଂ ଲାଷ୍ଟ ଡେଟ୍ ରହିଛି 21 ସେପ୍ଟେମ୍ବର। ତେଣୁ ଆପଣ ଏହି ନୋଟିସର ଯଦି PDF ପାଇବା ପାଇଁ ଚାହୁଁଛନ୍ତି ତାହେଲେ WhatsApp ଏବଂ Telegram ଚ୍ୟାନେଲରେ ଆମେ ଅପଡେଟ୍ କରିଦେଇଛୁ। WhatsApp ଗ୍ରୁପ ଏବଂ Telegram ଗ୍ରୁପର ଲିଙ୍କ ମଧ୍ୟ ଆପଣ ଏଥିରେ ପାଇପାରିବେ ଏହି ଆର୍ଟିକଲକୁ ଓପେନ୍ କରିକି। ଏଥିରେ କ୍ଲିକ୍ ହିୟରରେ କ୍ଲିକ୍ କରିକି ଆପଣ ଜଏନ୍ କରିପାରିବେ। ତେଣୁ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ କରିଦେଇଥାନ୍ତୁ, କାରଣ ଏଥିରେ ଡେଲି ଆମେ ଜବ୍ ରିଲେଟେଡ୍ ନୋଟିଫିକେସନ ଆପଣଙ୍କ ଆଗରେ ଦେଇଥାଉ। ଏଠି ଇମ୍ପୋର୍ଟାଣ୍ଟ ଲିଙ୍କ୍ ସେକ୍ସନରେ ଆମ WhatsApp ଏବଂ Telegram ଗ୍ରୁପର ମଧ୍ୟ ଲିଙ୍କ୍ ରହିଛି, ଯାହାକୁ ଡାଇରେକ୍ଟ କ୍ଲିକ୍ ହିୟରରେ କ୍ଲିକ୍ କରିକି ଆପଣ ଜଏନ୍ କରିପାରିବେ। ତେଣୁ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ କରିଦେଇଥାନ୍ତୁ। ଡେଲି ଆମେ ନୋଟିଫିକେସନ ଜବ୍ ରିଲେଟେଡ୍ ଏଠି ଦେଇଥାଉ। ଥ୍ୟାଙ୍କ ୟୁ।